आज भिडियो रे आमे बाजीराउत को विषय रे जानिबा शहीद बाजीराउत को वीरत्वपूर्ण गाथा। बाजीराउत 1926 मसीहा अक्टोबर 5 तारिख रे ओडिशार ढेंकानाल जिल्ला भुवन ब्लॉक अंतर्गत नीलकंठपुर ग्राम रे एक गरीब खंडायत परिवार रे जन्म ग्रहण करथिले। तांको पिताଙ୍କ नाम हरि राउत थिला। बाजीराउत खूब सान थिबा समय रे तांको पिताଙ୍କର देहांत होई जायथिला, जा फल रे तांको मा परघर काम करी ଏବଂ ବାଜିରାଉତ ନିଜେ ଗୋରୁ ଚରାଇ ନିଜ ଗୁଜରାଣ ମେଣ୍ଟାଉଥିଲେ। ସେହି ସମୟରେ ଢେଙ୍କାନାଳର ତତ୍କାଳୀନ ରାଜା ଶଙ୍କର ପ୍ରତାପ ସିଂହଦେଓ ପ୍ରଜାମାନଙ୍କ ଉପରେ ପ୍ରବଳ ଅତ୍ୟାଚାର କରୁଥିଲେ ଏବଂ ଅହେତୁକ କର ଯୋଉଟା ହେଲା ଟ୍ୟାକ୍ସ ଆଦାୟ କରୁଥିଲେ। ଏହି ଅତ୍ୟାଚାର ବିରୋଧରେ ସ୍ଥାନୀୟ ନେତା ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ବାଜିରାଉତ ଏହି ଆନ୍ଦୋଳନର ଶିଶୁ ସଂଗଠନର ସେନା ବା ଏକ ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ଦାୟିତ୍ୱ ଥିଲା ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଡଙ୍ଗା ଜଗି ରହିବା ଏବଂ ଗୋରା ଫୌଜ କିମ୍ବା ରାଜନେତା ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବା। 1938 ମସିହା ଅକ୍ଟୋବର 10 ତାରିଖ ବିଳମ୍ବିତ ରାତିରେ ବ୍ରିଟିଶ ସେନା ଓ ରାଜାଙ୍କ ସୈନ୍ୟମାନେ ଭୁବନ ଗ୍ରାମର ପ୍ରଜାମଣ୍ଡଳ କର୍ମୀମାନଙ୍କ ଉପରେ ଆକ୍ରମଣ କରି ନୀଳକଣ୍ଠପୁର ଘାଟ ଅଭିମୁଖେ ପଳାଇ ଆସିଥିଲେ। ସେମାନେ ବ୍ରାହ୍ମଣୀ ନଦୀ ପାର ହେବା ପାଇଁ ଚାହୁଁଥିଲେ। ଅକ୍ଟୋବର 11 ତାରିଖ ଭୋର ସମୟରେ ମାତ୍ର 12 ବର୍ଷର ଶିଶୁ ବାଜି ରାଉତ ନିଜ ଡଙ୍ଗାଟିକୁ ନଦୀ କୂଳରେ ଜଗି ରହିଥିଲେ। ସଶସ୍ତ୍ର ଇଂରେଜ ସୈନ୍ୟମାନେ ତାଙ୍କୁ ତୁରନ୍ତ ନଦୀ ପାର କରିଦେବାକୁ ଆଦେଶ ଦେଇଥିଲେ, ମାତ୍ର ଦେଶପ୍ରେମରେ ଉଦ୍ବୁଦ୍ଧ ବାଜି ରାଉତ ନିର୍ଭୀକତାର ସହ ସେମାନଙ୍କୁ ମନା କରିଦେଇଥିଲେ। ବ୍ରିଟିଶ ବନ୍ଧୁକର ଭୟ ଦେଖାଇବା ସତ୍ତ୍ୱେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ମୁଁ ପ୍ରଜାମଣ୍ଡଳର ଆଦେଶ ବିନା ଦେଶଦ୍ରୋହୀ ଇଂରେଜ ଏବଂ ପାପୀ ରାଜାର ସୈନ୍ୟମାନଙ୍କୁ ନଦୀ ପାର କରାଇବି ନାହିଁ। ବାଜି ରାଉତଙ୍କର ଏହି ସାହସ ସେହି ନିଷ୍ଠୁର ବ୍ରିଟିଶ ଅଫିସରଙ୍କୁ କ୍ରୋଧିତ କରିଥିଲା। ଜଣେ ସୈନ୍ୟ ବନ୍ଧୁକର କୁନ୍ଦାରେ ବାଜିଙ୍କ ମୁଣ୍ଡକୁ ଆଘାତ କରିଥିଲା, ଯାହା ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା, କିନ୍ତୁ ବାଜି ତଥାପି ନଇଁ ନଥିଲେ ଏବଂ ଚିତ୍କାର କରି ଅନ୍ୟ ଗ୍ରାମବାସୀଙ୍କୁ ସତର୍କ କରିବାରେ ଚେଷ୍ଟା କରିଥିଲେ। ଏହାପରେ ବ୍ରିଟିଶ ସୈନ୍ୟମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ବାଜି ରାଉତ ଶହୀଦ ହୋଇଥିଲେ। ତାଙ୍କ ସହ ଅନ୍ୟ କେତେକ ବୀର କର୍ମୀ ଯଥା ଲକ୍ଷ୍ମଣ ମଲ୍ଲିକ, ରଘୁ ନାୟକ, ନଟ ମଲ୍ଲିକ ଓ ଗୁରି ନାୟକ ମଧ୍ୟ ସେହି ଗୁଳିକାଣ୍ଡରେ ଶହୀଦ ହୋଇଥିଲେ। ବାଜି ରାଉତଙ୍କ ଶହୀଦ ହେବା ଖବର ସାରା ଦେଶରେ ନିଆଁ ଭଳି ବ୍ୟାପି ଯାଇଥିଲା। ତାଙ୍କର ଶେଷକୃତ୍ୟ କଟକର ଖାନନଗର ଶ୍ମଶାନରେ କରାଯାଇଥିଲା, ଯେଉଁଠାରେ ହଜାର ହଜାର ଜନତା ଅଶ୍ରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶାର ବିଶିଷ୍ଟ କବି ସଚି ରାଉତରାୟ ବାଜି ରାଉତଙ୍କ ବୀରତ୍ୱକୁ ନେଇ ପ୍ରସିଦ୍ଧ କାବ୍ୟ ବାଜି ରାଉତ ରଚନା କରିଥିଲେ। ତାଙ୍କର ଏହି ମହାନ ବଳିଦାନ ପାଇଁ ତାଙ୍କୁ ଭାରତର ସର୍ବକନିଷ୍ଠ ଶହୀଦର ଆଖ୍ୟା ଦିଆଯାଇଛି। ପ୍ରତିବର୍ଷ ଅକ୍ଟୋବର 11 ତାରିଖକୁ ଓଡ଼ିଶାରେ ସ୍ମୃତି ଦିବସ ଭାବେ ପାଳନ କରାଯାଇ ତାଙ୍କର ଦେଶପ୍ରେମକୁ ସ୍ମରଣ କରାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ନମସ୍କାର।